ଆଜି ଗୋଟିଏ କବିତା ମୁଁ ଲେଖିଛି। କବିତାର ଶୀର୍ଷକ ହେଉଛି ଗଛ। ଗଛ ଲଗାରେ ଏହାକୁ ନ କର ତୁହି ହେଳାରେ। ଗଛ ଲଗାରେ ଗଛ ଥିଲେ ଆମେ ରହିବା, ନଥିଲେ ଆମ ମୂଲ୍ୟ ଯିବା। ଜଳ ହିଁ ତ ଜୀବନ ହୋଇ, ବୃକ୍ଷ ହିଁ ତ ଜୀବନ ହୋଇ। ଏକଥା ସତ କି ମିଛ ଆରେ ଭାଇ, ଏକଥା ସତ କି ମିଛ ଆରେ ଭାଇ। ପରୀକ୍ଷା କରିଣ ଦେଖ ତୁମେରେ। ଗଛ ଲଗାରେ ଅମ୍ଳଜାନ ଆମକୁ ଦେଇ, ଜୀବନକୁ ରକ୍ଷା କରଇ। ଅଙ୍ଗାରକାମ୍ଳ ସେ ଦେହକୁ ନିଅଇ, ଅଙ୍ଗାରକାମ୍ଳ ସେ ଦେହକୁ ନିଅଇ। ତେଣୁ ଗଛ ଭାଇ ଧନ୍ୟ ଅଟଇ। ଗଛ ଲଗାରେ ଭାଇ। ପ୍ରଦୂଷଣ ରକ୍ଷା କରଇ, ବରଷାକୁ ଡାକି ଆଣଇ। ଗଛର ଉପରେ ବରଷା ପଡ଼ିଲେ, ଗଛର ଉପରେ ବରଷା ପଡ଼ିଲେ। ଟପ ଟପ ଶବ୍ଦ ସେହି ହୁଅଇ। ଗଛ ଲଗାରେ ଭାଇ। ଉଦ୍ଦେଶ୍ୟ, ଗଛ ସମସ୍ତେ ଲଗାଇବା କଥା। ଛୋଟ ହେଉ ବଡ଼ ହେଉ, ଯେକୌଣସି ଗଛ ଜାଗା ଅଛି, ଗଛ ଲଗାଇଲେ କ'ଣ ପରିବେଶ ସୁସ୍ଥ ରହିବ। ଆଜି ଭଳିଆ ଗରମ ହେଉଛି, କାହିଁ ଗରମ ହେଉଛି? ଗଛ ନଥିବାରୁ, ବଡ଼ ବଡ଼ ବୃକ୍ଷ ନଥିବାରୁ ଅମ୍ଳଜାନ ଠିକ୍ସେ ଉତ୍ପାଦନ ହୋଇପାରୁନି। ତେଣୁକରି ଆମେମାନେ ହଇରାଣ ହେଉଛେ। ସମସ୍ତେ ଘରେ ଏସି ଲଗାଉଛେ, ସବୁ କରୁଛେ, ସବୁ ହେଉଛି, ହେଲେ କ'ଣ ହେବ? ବୃକ୍ଷ ନ ରହିଲେ ଆମେ ବଞ୍ଚିବା ଅସମ୍ଭବ। ଗଛ ଥିଲେ ଆମେ ରହିବା, ଗଛ ନଥିଲେ ଆମ ଜୀବନ ଏପଟ ସେପଟ। ତେଣୁକରି ଅମ୍ଳଜାନ ଆମକୁ ସେ ଦେଉଛି, ଅଙ୍ଗାରକାମ୍ଳ ବର୍ତ୍ତମାନକୁ ସେ ନେଉଛି, ଦୂଷିତ ବାୟୁକୁ ନେଉଛି। ଯେତେ ପ୍ରଦୂଷଣ ହେଉଛି ଗଛ ହିଁ ରକ୍ଷା କରୁଛି। ବର୍ଷାକୁ ସେ ଡାକିକି ଆଣୁଛି। ବୃକ୍ଷ ଥିଲେ ବର୍ଷା ହେବ, ଯଦି ବୃକ୍ଷ ନ ଥିବ ବର୍ଷା କାହିଁ ହେବ? କାହା ପାଇଁ ବର୍ଷା ହେବ? କାହା ପାଇଁ ବର୍ଷା ହେବ? ଗଛ ଜଙ୍ଗଲ ଥିଲେ ବର୍ତ୍ତମାନ ବର୍ଷା ହେଲେ ସେ ଭେଦିବ, ବର୍ତ୍ତମାନ ସବୁ ପ୍ରକାର ଜିନିଷ ଠିକ୍ ରହିବ। ତେଣୁ ଗଛଟି ସବୁଠୁ ମୁଖ୍ୟ ଜିନିଷ। ଗଛ ସମସ୍ତେ ଲଗାଇବାକୁ ଅନୁରୋଧ। ଗଛ ସମସ୍ତେ ଲଗାନ୍ତୁ। ଦେଖିବା ପରବର୍ତ୍ତୀ ବାର୍ତ୍ତା।